ଓମ୍ ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମ ମନରେ କାହିଁକି ଏତେ ସାରା ଦ୍ୱନ୍ଦ୍ୱ ସୃଷ୍ଟି ହେଉଛି? ସନ୍ତାନ, ତୁମେ କାହିଁକି ମନରେ ଭାବୁଛ ଯେ ଈଶ୍ୱର ତୁମ ପାଇଁ କିଛି ଭୁଲ ନିଷ୍ପତ୍ତି ନେବେ? ସନ୍ତାନ, ମନକୁ ଜମାରୁ ସଂକୋଚ କରନି। ଈଶ୍ୱର ଯାହା କରିବେ ପ୍ରାଣୀର ମଙ୍ଗଳ ପାଇଁ କରିବେ। ତୁମେ ସବୁବେଳେ ଭାବ, ଈଶ୍ୱର ମୋର ଭଲ ଚିନ୍ତା କରୁଛନ୍ତି, ମୋର କିଛି ଅସୁବିଧା ହେବନି। ମୁଁ ତ ମୋର ନିଜର ସମସ୍ତ ଭାର ଈଶ୍ୱରଙ୍କ ଉପରେ ଛାଡ଼ି ଦେଇଛି। ତାହେଲେ ମୁଁ କାହିଁକି ମନ ଭିତରେ ଏପଟ ସେପଟ କଥାକୁ ଭାବି ଘୋଡ଼େଇ ଘାଣ୍ଟି ହେବି? ମୁଁ ଏବେ ନିଶ୍ଚିନ୍ତ ହେଇକି ରହିବି ଆଉ ଖୁସି ଆନନ୍ଦରେ ରହିବି। ଗୋଟେ ଦିନକୁ ବି ମୁଁ ଅବହେଳା କରିବିନି। ଗୋଟେ ଦିନ ମୋ ପାଇଁ ବହୁତ ମୂଲ୍ୟବାନ। ମୁଁ ସେଇ ସମୟକୁ ଖୁସିର ସହିତ କାଟିବି। ଈଶ୍ୱରଙ୍କ ନାମ ସ୍ମରଣ କରିକି ସେ ଦିନଟି ମୁଁ ଶାନ୍ତିରେ ରହିବି। ସନ୍ତାନ, ମନରେ ସବୁବେଳେ ଭଲ ଭାବନା ରଖ। ତୁମେ ଯଦି ମୋର କଥାକୁ ମାନିବ, ତୁମ ଜୀବନରେ କେବେ ବି ଦୁଃଖ ସମୟ ତୁମର ଆସିବନି। ମୁଁ ସବୁବେଳେ ତୁମ ପାଖରେ ଅଛି। ସନ୍ତାନ, ସବୁବେଳେ ତୁମେ ଚିନ୍ତା କର ଅନ୍ୟକୁ ସାହାଯ୍ୟ କରିବା ପାଇଁ, ନିଜେ ଖୁସିରେ ରହିବା ପାଇଁ। କିଛି ଅସୁବିଧା ହେବନି ତୁମର। ଜୀବନରେ ଝଡ଼ ଆସିବ, ଯଦି ତୁମର ଈଶ୍ୱରଙ୍କ ଉପରେ ବିଶ୍ୱାସ ଆଉ ଭରସା ଅଛି, ସେ ଝଡ଼ ବି ବହୁତ ଜଲ୍ଦି ଚାଲିଯିବ। ତୁମେ ଖାଲି କହୁଛ, ମୁଁ ତୁମ ଉପରେ ଭରସା ରଖିଛି, ମୁଁ ତୁମର ସବୁ କଥା ମାନୁଛି। ତାହେଲେ କୁହ, ତୁମ ମନରେ କ'ଣ କିନ୍ତୁ ଟିକେ ଆସୁନି? ବାବା କାହିଁକି ମୋ ଡାକ ଶୁଣୁନାହାନ୍ତି? ଏତେ ଦିନ ହେଇଗଲାଣି ମୋ ଜୀବନରେ ଏତେ ଦୁଃଖ ଆସୁଛି, ବୋଝ ଉପରେ ବୋଝ, ଯେମିତି କଷ୍ଟ ପଛ ଛାଡ଼ୁନି। ଗୋଟେ ଦୁଃଖ ଗଲା ବେଳକୁ ଆଉ ଗୋଟେ ଦୁଃଖ ଚାଲି ଆସୁଛି। ମନକୁ ସ୍ୱଚ୍ଛ ରଖ ସନ୍ତାନ। ଈଶ୍ୱର ନିଶ୍ଚୟ ତୁମକୁ ସାହାଯ୍ୟ କରିବେ। ତୁମେ କାଲି ମୋ ମନ୍ଦିରକୁ ଆସିଥିଲ, ସେଠି ବସି ବହୁତ କାନ୍ଦିଛ। ସେଥିଲାଗି ତୁମ ବାବାଙ୍କ ମନ ବି ବହୁତ ଦୁଃଖ ଅଛି। ସନ୍ତାନ, କର୍ମଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିବ। ସେଥିଲାଗି ତୁମେ ଚିନ୍ତା କରନି। ତୁମର କିଛି ଅସୁବିଧା ହେବନି। ଏଇ ଗୋଟେ କଥା ସବୁବେଳେ ମନ ଭିତରେ ରଖ। ବିପଦ ଆସିଲେ ବି ସେ ବିପଦ ସବୁଦିନ ରହିବନି। ତୁମର କିଛି ପଇସା ଦରକାର, ସେଥିଲାଗି ତୁମ ମନ ଭଲ ନାହିଁ। ମନକୁ ସବୁବେଳେ ବହୁତ ଗୁଡ଼ିଏ ଚିନ୍ତା ଆସୁଛି। ସନ୍ତାନ, ମୋର ସାଇ ସଚ୍ଚରିତ୍ର ପାଠ କର। ମୋର 9 ଦୀପ ଜାଳ, କଷ୍ଟ ନିବାରଣ ମନ୍ତ୍ର ପାଠ କର। ଈଶ୍ୱରଙ୍କ ଉପରେ ବିଶ୍ୱାସ ରଖ। ଯେମିତି ହେଲେ ବି ଈଶ୍ୱର ତୁମକୁ ସାହାଯ୍ୟ କରିବେ। ତୁମକୁ ନିଶ୍ଚୟ ଚାକିରିଟିଏ ମିଳିବ। ସନ୍ତାନ, ତୁମର ଅଭାବ ବହୁତ ଜଲ୍ଦି ଦୂର ହେଇଯିବ। ମୁଁ ତୁମ ଡାକ ନିଶ୍ଚୟ ଶୁଣିବି। ତୁମେ ପାଠ ପଢ଼ାରେ ମନ ଦିଅ ଆଉ ଭଲ କର୍ମ କର। ପଇସା କଥା ଚିନ୍ତା କରନି। ଯେତେବେଳେ ତୁମେ କର୍ମ ଭଲ କରିବ ନା, ତୁମକୁ ଭଲ ଚାକିରିଟିଏ ମିଳିବ। ପଇସା ସେତେବେଳେ ତୁମ ପାଖରେ ଆପେ ଆସିଯିବ। ଚିନ୍ତା କରିବା କିଛି ନାହିଁ। ଚିନ୍ତା କରିବା ପୂର୍ବରୁ ନିଜକୁ ସେତିକି ଯୋଗ୍ୟ କର ସନ୍ତାନ। ଆଉ ସବୁବେଳେ ଈଶ୍ୱରଙ୍କ ଉପରେ ଭରସା ରଖ। ଗୁରୁଜନମାନଙ୍କ କଥା ମାନ। ଯଦି ତୁମର ଭଲ ପାଇଁ ଗୁରୁଜନ କିଛି କହୁଛନ୍ତି, ତାଙ୍କ କଥାକୁ ଅଣଦେଖା କରନି। ସମ୍ମାନ ଦିଅ ତାଙ୍କୁ। ସମସ୍ତଙ୍କ ଆଶୀର୍ବାଦ ଯେତେବେଳେ ତୁମ ଉପରେ ରହିବ ନା, ତୁମେ ବହୁତ ଆଗକୁ ଯିବ ଆଉ ବହୁତ ନାଁ କରିବ। ମୁଁ ବି ଜାଣିଛି ସନ୍ତାନ, ତୁମେ ମୋର ପ୍ରିୟ ସନ୍ତାନ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ।